ଚାଷୀ ଚାହିଁ ରହିଛନ୍ତି କେନାଲ ମରାମତି ହେବ କେବେ। ଚାଷ ସମୟ ଆସିଯାଇଛି। ଚାଷ କାର୍ଯ୍ୟ ପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି ଚାଷୀକୂଳ। ପାଣିପାଗର ନିର୍ଦ୍ଧାର୍ଯ୍ୟ ସମୟକୁ ଅପେକ୍ଷା କରି ଚାଷୀ ଚାଷ କରିବା ଅସମ୍ଭବ ହୋଇପଡ଼ୁଛି। ଅସମୟରେ ବର୍ଷାର ଘ ଘ ନାଦ ଏବଂ ଉପଯୋଗୀ ସମୟରେ ବର୍ଷାର ଘୋର ଅଭାବ ଚାଷୀକୂଳଙ୍କୁ ହତାଶ କରିଦେଇଥାଏ। ଯାହାଫଳରେ ଚାଷୀକୂଳ ନିର୍ଭର କରିଥାନ୍ତି ଜଳସେଚନ ଉପରେ। ଚାଷ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ସରକାର ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଇ ଚାଷୀକୂଳଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଜଳସେଚନର ସମସ୍ତ ସୁବିଧା ଥିଲେ ମଧ୍ୟ ଚାଷୀ ଚାଷ ଜମିରେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ କେବଳ ପ୍ରଶାସନ ହିଁ ଦାୟୀ ବୋଲି ସ୍ପଷ୍ଟ ଚିତ୍ର ଦେଖାଦେଇଛି। ଜଳସେଚନର ସମସ୍ତ ସୁବିଧା ଥାଇ ମଧ୍ୟ ଆବଶ୍ୟକ ମରାମତି ହେଉ ନଥିବା ଯୋଗୁଁ ଚାଷୀକୂଳ ଏବେ ପାଣି ପାଇଁ ହାହାକାର ହେଉଛନ୍ତି। ଏମିତି ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଘପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶାଖା କେନାଲରେ। 1975 ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା 2500 ଏକର ଚାଷ ଜମିକୁ ଜଳସେଚନ ହେବା ସହିତ ନର୍ଲା ସହର ଓ ତାର ଆଖପାଖ ଅଞ୍ଚଳର 17ଟି ଗାଁ ପୋଖରୀକୁ ପାଣି ସଂଯୋଗ କରି ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି। କିନ୍ତୁ 1 ବର୍ଷ ହେଲା ଶାଖା କେନାଲ ଗେଟ୍ ଚୋରି ହୋଇଯାଇଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଚାଷୀ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। କେନାଲର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ଅର୍ଥ ମଞ୍ଜୁର ହେଉଥିଲେ ମଧ୍ୟ ପ୍ରଶାସନ ଏହି କେନାଲ ଉପରେ ଗୁରୁତ୍ୱ ଦେଉନାହାନ୍ତି। ବିଭାଗୀୟ ଉଦାସୀନତା ଯୋଗୁଁ କେନାଲ ମରାମତି ହେଉ ନଥିବାରୁ ଅନେକ ସ୍ଥାନରେ କେନାଲ ଭାଙ୍ଗି କେନାଲ ଭିତରେ ଅନାବନା ଗଛ ହୋଇ ଅଳିଆ ଆବର୍ଜନାରେ ପୋତି ହୋଇଯାଇଛି। ସ୍ଥାନୀୟ ଦୁର୍ବୃତ୍ତମାନେ ଉକ୍ତ ପ୍ରକଳ୍ପର ମୁଖ୍ୟ ଗେଟ୍କୁ ନକଲି ଚାବି ଦ୍ୱାରା ବାରମ୍ବାର ଖୋଲିବା ଓ ବନ୍ଦ କରୁଥିବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଯୋଗୁଁ ଠିକ୍ ସମୟରେ ଚାଷୀଙ୍କ ବିଲକୁ ପାଣି ପହଞ୍ଚି ପାରୁନାହିଁ। ପ୍ରଶାସନ ଯଥାଶୀଘ୍ର କେନାଲ ମରାମତି ସହିତ କେନାଲର ଗେଟ୍ ଲଗାଇବା ପାଇଁ ଚାଷୀକୂଳ ସରକାରଙ୍କୁ ନିବେଦନ କରିଛନ୍ତି। ସରକାର ଏହି କେନାଲ ଉପରେ କେବେ ଶୁଭଦୃଷ୍ଟି ଦେବେ ସେହି ସମୟକୁ ଚାହିଁ ବସିଛନ୍ତି ଚାଷୀକୂଳ। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ୍।